ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେ ସବୁରେ ମୋର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି। ପୁଣି ମୁଁ ମୋର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଦ୍ରବ୍ୟ ସଞ୍ଚିତ ଅଛି, ବିଶ୍ରାମ କର, ଭୋଜନ କର, ଆମୋଦ କର। ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତ୍ରିରେ ତୋର ପ୍ରାଣ ତୋଠାରୁ ନିଆଯିବ। ସେଥିରେ ତୁ ଯାହା ଯାହା ଆୟୋଜନ କରିଅଛୁ ସେ ସବୁ କାହାର ହେବ? ସେ ସବୁ ଆମେ କେବଳ ଜଗତ ପାଇଁ କାଙ୍ଗାଳି ହଉଛୁ, ଜଗତ ପାଇଁ ବ୍ୟସ୍ତ ହଉଛୁ, ଆଉ ତାପରେ ଆମେ ଚିନ୍ତା ବି କରୁନୁ। ଆମର ପ୍ରଚାରକ ଭାଇମାନେ ମଧ୍ୟ ଖାଲି ଜଗତର ଆଶୀର୍ବାଦ, ଜଗତର ସୁସ୍ଥତା, ତମକୁ ଗାଡ଼ି ଦେବେ, ତମକୁ ଘର ଦେବେ, ତମକୁ ଚାକରି ଦେବେ, ତମକୁ ପିଲା ଦେବେ, ତମର ପ୍ରମୋସନ ହେବ, ଖାଲି ଏଇଟା ଆକା କହିଥାଉଛୁ। ତ ପ୍ରିୟ ଭାଇ ଭଉଣୀ ମାନେ, ଏମିତି ଗୋଟେ ସମୟରେ ବାସ କରୁଛୁ, ଆମେ ଭାବୁଛୁ କଣ ଜଗତ ଏକା ଆମର ପାଇଁ ସବୁ କିଛି ଗଲା। ଆମର ଧାରଣା କଣ ଜଗତ ଏକା ସବୁ। ଆମେ ଭାବୁଛୁ କଣ ନା ଜଗତ ଆମର ସବୁ କିଛି ହେଲା। କିନ୍ତୁ ବାଇବଲ ଯଦି ଆମେ ଭଲ କରି ଦେଖିବା, ବାଇବଲରେ କେତୋଟି ବିଷୟ ବହୁତ ସ୍ପଷ୍ଟ ଭାବରେ ଲେଖାଯାଉଛି ଆମକୁ। ମାର୍କ ତାର 8 ପର୍ବ, ତାର 36 ଆଉ 37 ପଦ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? କଣଟା ଲାଭ କରିବ? ମନୁଷ୍ୟ ସମସ୍ତ ଜଗତ, ଯେମିତି ଆଜିକାଲି ଆଦାନୀ କୁହନ୍ତୁ, ଆମ୍ବାନୀ କୁହନ୍ତୁ, ବିଲଗେଟ୍ ବୋଲି କୁହନ୍ତୁ, ଆଉ ବଡ଼ ବଡ଼ ଧନୀ ଲୋକମାନେ ଅଛନ୍ତି, ଏସବୁ ସେମାନେ ଲାଭ କରିବେ, ଆଉ ଏସବୁ ପାଇଲା ପରେ ଜୀବନ ହରାଇବେ। ଦେଖାଯାଉଛି କଣ? ତେବେ ତାହାର କି ଲାଭ? ପୁଣି ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେଇପାରେ? ଜଣେ ଲୋକ ଯେତେବେଳେ ଜଗତ ଛାଡିକରି ଯିବ, ସେ କିଛି ନେଇପାରିବ। କିଛି ବୋଲେ କଣ? ଗୋଟେ ଟୋପା ପାଣି ମିଶା ନେଇପାରିବ ନାହିଁ। ଆଉ ଅନନ୍ତ କାଳରେ ଗୋଟେ ଟୋପା ପାଇଁ, ଗୋଟେ ଟୋପା ପାଣି ପାଇଁ ସେ ତରସୁଥିବ। ଏଇଠି ତା ଘରେ କଣ ଥିବ? କୂଅ ଥିବ, ବୋରିଂ ଥିବ, ସରକାର ପାଣି ଥିବ, ଫ୍ରିଜରେ ପାଣି ଥିବ। କିନ୍ତୁ ସେଠି ଗଲା ପରେ କେଡେ ବଡ ଧନୀ ଲୋକ ହେଲେ ବି ସାର୍ କଣ କରିବ? ଗୋଟେ ଟୋପା ପାଣି ପାଇଁ। ତ ସେଇ ରାଜ୍ୟ ପାଇଁ ମୋର ଚିନ୍ତା କେମିତି ଥିବା କଥା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ସେଇ ବାକ୍ୟ ଟିକେ ଦେଖିବା। ଆଶୀର୍ବାଦ ବେଶୀ ହେଇଗଲା, କମ ଆଶୀର୍ବାଦ ପାଇଛୁ କି? ଯଦି ଆମେ ଚିନ୍ତା କରି ଦେଖିବା, ଆମର 20-30 ବର୍ଷ ଆଗକୁ ଯଦି ଚିନ୍ତା କରି ଦେଖିବା, ଆମର ଅବସ୍ଥା କେମିତି ଥିଲା? 2 ଓଳି ଖାଇବାଟା ଚିନ୍ତା ଥିଲା। ମା ମାନେ ଭାତ ବାଢିଲା ବେଳକୁ ଇ ଥାଳିରେ ଭାତ ସିଟି, ସି ଥାଳିରେ ଭାତ ସିଟି। ଆମର ପିଲାମାନେ ଜାଣି ନାହାନ୍ତି, ଏ ପିଲାମାନେ ଯେ ଆମେ ତୁରାଣୀ ପାଣି ମଧ୍ୟ ପିଇବା ପାଇଁ ପଡୁ। ରାତିରେ ମା ଟିକେ ବେଗି ଭାତ ରାନ୍ଧିଦେବ, କାରଣ ଆମେ ସ୍କୁଲରୁ ଆସିବୁ, ଘଣ୍ଟେ ବେଳେ ଖାଇଥିବୁ, ଆଉ ଉପରବେଳେ ତ ଖାଇବାଟା ନଥିବାର ଆମର। ଏବେ ପିଲାମାନେ ଯେମିତି ଇଚ୍ଛା କଲେ ଯେଟା ଖାଉଛନ୍ତି, ଆମର ସେମିତି ନଥିଲା। ତ ଖେଳି କରି ସ୍କୁଲରୁ ଆସିଲା ପରେ 4ଟାରୁ 5ଟା 6ଟା ଯାଏ ଆମେ ପୁରା ପୋଖରୀରେ ଥିବା। ପରେ କଣ କରିବା ମା? ଆଗ ଭାତ ରାନ୍ଧିବା, କାହିଁକି? ସେ ତୁରାଣୀ ପାଣିରେ ସବୁକୁ ଗୋଟେ ଗ୍ଲାସ ଢାଳି ଦେବାର, ଟିକେ ଟିକେ ଭାତ ଖାଇ ଦେଇକି ଲୁଣ ଟିକେ ପକେଇ ଗଳାଇ କରି, ସେଟା ବି ଡୁଗୁରା ଡୁଗୁରି ହେବାର ତାକୁ ବେଶୀ ହେଲା ମତେ ନା ଥିଲା। ଭଲ ଲୁଗା ବି ନଥିଲା। ଆମଙ୍କର ଘର ଏମିତି ଥିଲା ଯେ ବର୍ଷା ଦିନ
ବର୍ଷା ମାସ ଆସିଲେ ଘର ଛପର କରିବାଟା ବି କଷ୍ଟ। ଟିକେ ଥିବା ଲୋକମାନଙ୍କ ଘର ଛପର କରିପାରେ ମାଜନ ମାନେ ଯେମାନେ ସେମାନେ ଘର ଛପର କରିବେ ହେଲେ ବହୁତ କଷ୍ଟ ଥିଲା। ଘରର ଯେତିକି ଚାଲିକିନା ମାନେ ନେଇକରି କଣ କରୁଥିଲେ ବର୍ଷା ଦିନ ହଗୁଥିଲେ ଘରେ ଏଠି ଗଲୁଛି ସେଠି ଗଲୁଛି ଏଠି ମାନେ ଆମର ଘରେ ଏତିକି ଗଲୁଛି ଯେ ଆମକୁ ରଖିବା ପାଇଁ ଚାଲିକିନା ରଖିବା ଜାଗା ବି ନାଇଁ। କାହିଁକି କହୁଛି ଆପଣ ମାନଙ୍କୁ ମାନେ ସେମିତି ଭୟଙ୍କର ଦରିଦ୍ରତାର ପ୍ରଭୁ ଆମକୁ ବାହାର କରି ଆଣିଛି। ନିଜ ଜୁତା ବି ଆଗ ନଥିବା କୁଆଡେ ଗଲେ ବୋଲେ ଜୁତା ପିନ୍ଧିକରି ଲୋକ ଯାଉ। ଆମର ଘରେ କିଏ ଆସିଲେ ବୋଲେ ଲୋକର ଘରୁ ଚେନ୍ ଆଣିକରି ପକାଇକରି ଦଉଥିଲେ। ତକିଆ ବୋଲବାଟା ନଥିଲା। ତକିଆ ବୋଲେ କଣ ସେ ପିଡା ଏକା ତକିଆ 5-6ଟା ଥାଳି ଥିବାର ରସ ଥାଳି ମାନେ ବୁଢା ବୁଢୀ ପିଲାମାନେ ଖାଇଲା ପରେ ବଳକାରେ ବାକି ଲୋକ ଧୋଇଲା ପରେ। କାହିଁକି କହୁଛି ଯେ ପରମେଶ୍ୱର ଆମମାନଙ୍କୁ ଗୋଟେ ଭୀଷଣ ଦରିଦ୍ରତା ମଧ୍ୟରୁ ବାହାର କରି ଆଣିଛନ୍ତି। ହାଲେଲୁୟା। ତ ଏବେ ଆମର ଚିନ୍ତା ଖାଇବା ପିଇବା ଚିନ୍ତା ନାହିଁ। ଆରେ ଆମର ପ୍ରଭୁ ଆମର ଖାଇବା ପିଇବା ପାଇଁ ଚିନ୍ତା ମଧ୍ୟ କରନ୍ତି। ସେ କହୁଛନ୍ତି ତୁମକୁ ଚିନ୍ତା କରିବାର ଆବଶ୍ୟକ। ଏ ଲୋକକୁ ଟିକେ ଧନ ସମ୍ପତ୍ତି ଗଲାରୁ କଣ ଭାବୁଛି ଟିକେ ବିଶ୍ରାମ କରିବି ଟିକେ ଆରାମ କରିବି ଭଦ୍ରକ ଆରେ ବାବୁ ଏଟା ପାଇଁ କାହିଁକି ଚିନ୍ତା କରିବି? ତୋର ପ୍ରାଣ ଚାଲିଯିବ କଣ ହବ? ସବୁ ଜଗତ ପାଇବୁ ତୋର ପ୍ରାଣ ଚାଲିଯିବ କଣ ହବ? ତ ମୋର ମା ମାନେ ଝିଅ ମାନେ ଭାଇ ମାନେ ଚିନ୍ତା କରନ୍ତି। ଜଗତ ସବୁ କିଛି ନୁହଁ। ଜଗତ ସବୁ କିଛି ଆମେ ଏମିତି ଗୋଟେ ସମୟରେ ବାସ କରୁଛୁ କେତେବେଳେ କଣ ହବ କାହାକୁ ଜଣା ନାହିଁ। ତ ଏମିତି ଗୋଟେ ଭୟଙ୍କର ସମୟରେ ଆମର ଚିନ୍ତା କଣ ଥିବାର ଅଛି? ଜଗତ ଆମର ଆଶା ନଥିଲା। ଆମେ ଜଗତରେ ଅଛୁ ବୋଲି ଅଛୁ, ସବୁବେଳେ ଥିବୁ ନାହିଁ। କେତେ କେତେ ଲୋକ ପଳାଇଲେ ଆମେ ବି ସବୁ ପଳେଇବୁ କି ନାହିଁ? ଯିବୁ। କିଏ କେତେବେଳେ ମରବ ତାକୁ ଜଣା ନାହିଁ। ଆଜି ଗୋଟେ ଲୋକ ଆମ ସାହିରେ ଗୋଟେ ପିଲା ମରିଗଲା, ମଦ ପିଇ ମରିଗଲା। ଖ୍ରୀଷ୍ଟିଆନ ପିଲା ନୁହଁ, ସେ ପିଲା ମଦ ପିଇ ମରିଗଲା। ସେ ପିଲା ମରିଗଲା ବୋଲି ଦୁଃଖରେ ତାର ମାରି ମଦ ପିଉଛି। ପିଲା ତ ମଦ ପିଇ ମରଲା, ତାର ଦୁଃଖରେ ତାର ମା ମଦ ପିଉଛି। ମାନେ ଆମର ପରିସ୍ଥିତି ଏମିତି ଅଛି ଜଗତରେ ଆମେ କେତେ ଦିନ ରହିବୁ ଆମକୁ ଜଣା ନାହିଁ। କିନ୍ତୁ ଗୋଟେ ବିଷୟ ଜାଣିଥିବାର ଅଛି ଯେ ମୋର ଜୀବନରେ ଯୋଉଟା ମୁଁ ହରେଇ ପାରିବି ନାହିଁ ସେ ବିଷୟ ମୋ ଜୀବନରେ ରହିବାର ଅଛି। ଆଉ ସେଇ ବିଷୟକୁ ମୋର ଜୀବନରେ ମୁଁ ପ୍ରାଧାନ୍ୟ ଦେବାର ଅଛି, ଗୁରୁତ୍ୱ ଦେବାର ଅଛି, ମୋର ଜୀବନରେ ରହିବାର ଅଛି। ବାକି କଣଟା ଅଛି କି ନାହିଁ ବଡ ବିଷୟ ନାହିଁ। ଆମେ ସବୁ ବାକି ବିଷୟ ପାଇଁ ଚିନ୍ତା କରୁଛୁ, ବାକି ବିଷୟ ପାଇଁ ଚିନ୍ତା କରୁଛୁ, ବାକି ବିଷୟ ପାଇଁ ବ୍ୟସ୍ତ ହଉଛୁ, ବାକି ବିଷୟ ପାଇଁ ଦରାଣ୍ଡି ହଉଛୁ, କିନ୍ତୁ ସେଇଟା ଆମର ଆବଶ୍ୟକ ନାହିଁ। ମସ୍ତ ଖୋଲନ୍ତୁ ଆପଣ ମାନେ ମାଥିଉ ଲିଖିତ ସୁସମାଚାର ତାର 6 ଅଧ୍ୟାୟ। ପ୍ରଭୁ କଣ ବୋଲି କହୁଛନ୍ତି? 6 ପର୍ବ 31ରୁ ମୁଁ 33 ଯାଏ ପଢୁଛି, 34 ଯାଏ ପଢିବା। ଏଣୁ କଣ ଖାଇବା ବା କଣ ପିଇବା କିମ୍ବା କଣ ପିନ୍ଧିବା ଏହା କହି ଚିନ୍ତିତ ହୁଅ ନାହିଁ। କଣଟା ଖାଇବି, କଣଟା ପିନ୍ଧିବି, କେମିତି ଥିବି, କେମିତି ବଞ୍ଚିବି, ଏଇଟା ଆମର ଚିନ୍ତାର ବିଷୟ ହେବା କଥା ନାଇଁ। ଆପଣ ସମାନ ଘଣ୍ଟା ବେଳେ ତମର ଥାଲିରେ ଖାଇବାଟା ଆସିବ କି ନାହିଁ? ଆମେ ସକାଳୁ ଚିନ୍ତା କରୁଥିବୁ କଣଟା ରାନ୍ଧିବି, କଣଟା ଖାଇବି, କିଛି ନାହିଁ, ଏମିତି କରିବି କି ସେମିତି କରିବି, କୋଉଠୁ ତରକାରୀ ଆଣିବି। ସମାନ ଘଣ୍ଟେ ବେଳେ ତମର ଥାଲିରେ ଖାଇବାଟା ଆସିବ କି ନାହିଁ? ଆସିବ। ରାତି ହେଇଗଲେ ଖାଇଲା ବେଳକୁ ପ୍ରଭୁ ଆମକୁ ଜଗାଇବ କଣ ବି ଗୋଟେ ଖାଇବୁ। ବିରିୟାନୀ ନ ଖାଇଲେ ଡାଲି ଭାତ ମିଶା ଖାଇବୁ, ଡାଲି ଭାତ ନହେଲେ ଭାତରେ ନୁନ ପକାଇ ମିଶା ଖାଇବୁ। ଖାଇବାଟା
କହିଲେ ଯେ କ'ଣ ଖାଇବ କ'ଣ ପିଇବ ଏଟାକୁ ତୁମେ ଚିନ୍ତିତ ହୁଅ ନାହିଁ, ହେଲେ ବିଜାତୀୟ ମାନେ ଏସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏଇ ସମସ୍ତ ବିଷୟ ଯେ ତୁମମାନଙ୍କର ପ୍ରୟୋଜନ ତା ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଜାଣନ୍ତି। ହାଲେଲୁୟା। ଆମର ପ୍ରଭୁ ଜାଣିଛନ୍ତି କ'ଣ ଖାଇବାର ଅଛି ବୋଲି। କେବଳ ଖାଇବାକୁ ଦଉଛନ୍ତି ସେଇ ଦିନ ସୃଷ୍ଟି କାଳରୁ ଏପର୍ଯ୍ୟନ୍ତ ଆମକୁ ରକ୍ଷା କରି ଆଣିଛି। ମୁଁ ଜନ୍ମ ହେବା ଦିନରୁ ଏବେ ଯାଏ ପ୍ରଭୁ ମତେ ପଢାଇ ଆଣିଛି। ସେ ସଦା ପ୍ରଭୁ। ସରକାର କ'ଣ କହୁଛି, ଆମକୁ ଯଦି ଭୋଟ ଦବ 5% ତମକୁ ଚାଉଳ, ଆହୁରି 5% ତମକୁ ଫ୍ରି ଚାଉଳ। ସେମାନେ ଚାଉଳ ନ ଦେଲାବେଳେ ମରିଯାଉଥିଲୁ। ଭାଇ ଭଉଣୀ ମାନେ 80 କୋଟି ଲୋକ ଦରିଦ୍ର ଅବସ୍ଥାରେ, ତାଙ୍କର ଉନ୍ନତି ପାଇଁ, ତାଙ୍କର ଉତ୍ତମତା ପାଇଁ, ତାଙ୍କର ଭଲ ପାଇଁ ଚିନ୍ତା କରିବା କଥା ନା ଲୋକମାନଙ୍କୁ ପ୍ରଲୋଭନ କରିବ, ତୁମେ ମତେ ଭୋଟ ଦେଲେ ଚାଉଳ ଦେବି, ମତେ ଭୋଟ ଦେଲେ ଏଟା ଦେବି। କିନ୍ତୁ ମୁଁ କହିବା ପାଇଁ ଚାହେଁ, ଆମର ପ୍ରଭୁ କ'ଣ ଖାଇବୁ କ'ଣ ପିଇବୁ ସେତେବେଳରୁ ଚଲେଇ ଚଲେଇ କରି ଆସୁଛି। କିନ୍ତୁ ଖାଇବା ପିଇବା ତ ଚିନ୍ତା କରିବ ନାହିଁ, କିନ୍ତୁ ତୁମେ ମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ ଏଟା କର। କ'ଣ ଖାଇବ କ'ଣ ପିଇବ ଏଟା ତମର ଚିନ୍ତାର ବିଷୟ ନାହିଁ। ଆମର ଚିନ୍ତା କ'ଣ, ସେ ରାଜ୍ୟକୁ ମୁଁ ଯିବି କି, ମୁଁ ଧାର୍ମିକ ହେଲେ ଯିବି, ମୁଁ କେମିତି ଧାର୍ମିକ ହେବି, ମୁଁ କେମିତି ପବିତ୍ର ହେବି, এইটা ମୋର ଚିନ୍ତା ଥିବା କଥା। ଖାଇବା ପିଇବାଟା ମୋର ଚିନ୍ତା ଥିବା କଥା ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ ଦୟାକରି ଶୁଣ, এই ଦିନ ମାନଙ୍କରେ ଆମର ଚିନ୍ତା କୋଉଟା? ଯୋଉ ବିଷୟରେ ଚିନ୍ତା କରିବା କଥା ନାହିଁ ସେ ବିଷୟରେ ଚିନ୍ତା କରୁଛୁ କି? ଆଉ ଯୋଉ ବିଷୟରେ ଚିନ୍ତା କରିବା କଥା ସେ ବିଷୟରେ ଚିନ୍ତା ଆମେ କରୁନୁ। ଅଦରକାରୀ ବିଷୟକୁ ଆମେ ଦରକାର ବିଷୟ ବୋଲି ଭାବୁଛୁ। ଯୋଉଟା ଅଦରକାରୀ ସେ ଅଦରକାରୀ, କିନ୍ତୁ ଯୋଉ ଦରକାର ସେଇଟାକୁ ଆମେ ଅଦରକାରୀ ବୋଲି ଭାବୁଛୁ। ଆଜି ବାକ୍ୟ ଶୁଣିଲା ଆଜ୍ଞା ମାନେ ବଡ ମିଟିଂ କରିବେ ବୋଲି ଚାହୁଁଛୁ। ପ୍ରଭୁ କହିଲେ ବଡ ମିଟିଂ ନାହିଁ, ଆଜ୍ଞା ମୋର ଲୋକମାନଙ୍କୁ ଠିକ କର। ଆମେ ଯୋଉ ବଡ ବଡ ମିଟିଂ କରୁଛୁ କିଏ ଲାଭ ବେଶୀ ପାଉଛି? ସେ ଟେଣ୍ଟ ବାଲା, ସେ ସାଉଣ୍ଡ ବାଲା। ଆମର କିଛି ଲାଭ ନାହିଁ। ଲାଭ କି 3 ଦିନର ମିଟିଂ କରିବା ପାଇଁ ଯେତିକି ପଇସା ଜମା କରୁଛୁ ସବୁ ପଇସା ସିଏ ଆମେ କେତେ ଡାଲି ଭାତ ଖାଉଛୁ, ମିଟିଂ ସରିଯାଉଛି। ତ ଏମିତି ମିଟିଂ କରିବା ଦରକାର। ମୁଁ ସମସ୍ତଙ୍କୁ ସେଇଟା କହୁଛି, ଆପଣ ମାନଙ୍କର ଚର୍ଚ୍ଚ ଭିତରେ ଏମିତି 2-3 ଦିନର ସଭା କରନ୍ତୁ। ବାହ୍ୟ ଆଡମ୍ବର ନୁହେଁ, ଆମେ ଏତେ ବଡ ମିଟିଂ କରିଦେଲୁ, ସେତେ ବଡ ମିଟିଂ କରିଦେଲୁ, ଏତେ ନାହିଁ। ଆଗେ ଘର ଲୋକ ଠିକ କର। ପ୍ରଭୁ ଆସୁଛନ୍ତି, ଏମାନଙ୍କୁ ଭଲ କରି ଆମେ ନେବାର, ସେଇଟା ହଉଛି ଆମର ମୁଖ୍ୟ ବିଷୟ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ଚିନ୍ତା କ'ଣ ହେବା ଦରକାର? କ'ଣ ଖାଇବି କ'ଣ ପିଇବି ନାହିଁ। ଆମେ ସବୁର କଥା ଶୁଣୁଛୁ। ନେତା ମାନେ କହିଲେ ତାଙ୍କର କଥା ହଁ ହଁ ବୋଲୁଛୁ, ଟିଭି ବାଲା କହିଲେ ତାଙ୍କର କଥା ହଁ ହଁ ବୋଲୁଛୁ, ଯେ କହିଲେ ତାର କଥାକୁ ହୁଁ ହଁ ଆକା କରୁଛୁ। ମାତ୍ର ପ୍ରଭୁ କହିବା କଥାକୁ ଆମେ ଗୁରୁତ୍ୱ ଦଉନୁ। ପ୍ରଭୁ କ'ଣ କହୁଛନ୍ତି ସେଇଟା ଆମର ଚିନ୍ତାର ବିଷୟ ହେବା କଥା, ଯେ এইটা ପ୍ରଭୁ କହୁଛନ୍ତି ମତେ କରିବାର ଅଛି। ପ୍ରଥମ ପିତର ତାର ପ୍ରଥମ ଅଧ୍ୟାୟ ତାର 13, 14, 15, 16। ପ୍ରଥମ ପିତର 1 ପର୍ବ 13, 14, 15, 16 ଲେଖା ଯାଉଛି, ଅତଏବ ଆପଣା ଆପଣା ମନୋରୂପ କଟିବନ୍ଧନ କରି ସଚେତନ ଥାଅ। ପୁଣି ପ୍ରଭୁ ଖ୍ରୀଷ୍ଟଙ୍କର ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ ପ୍ରତି ବର୍ତ୍ତିବ
ସେଥିର ସମ୍ପୂର୍ଣ୍ଣ ରୂପେ ଭରସା ରଖ। ତୁମମାନଙ୍କର ପୂର୍ବ ଅଜ୍ଞାନତା ସମୟରେ କୁଅଭିଳାଷର ଅନୁରୂପୀ ହୁଅ ନାହିଁ, ମାତ୍ର ତୁମମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। ତେଣୁ ଲେଖା ଅଛି, ତୁମେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ଏଠି କଣ ଲେଖାଯାଉଛି ପ୍ରିୟ ଭାଇ ଭଉଣୀ ମାନେ, ଯେ ଆମର ପ୍ରଭୁ ସେ ଆସିବା ପାଇଁ ଯାଉଛନ୍ତି। ହାଲେଲୁୟା। ସେ ଆସୁଛନ୍ତି। ଏ ଜଗତର ଯୋଉ ଅବସ୍ଥା ଦେଖୁଛନ୍ତି କି ନାହିଁ, ଏଟା କିଛି ନୁହେଁ ଯୀଶୁଙ୍କର ଆସିବାର ଲକ୍ଷଣ ଗୁଡାକ। ଏଇ ମଝିରେ କେବେ ଗୋଟେ ପ୍ରଭୁଙ୍କର ଆଗମନ ହେଇଯିବ, ବେଶୀ ଡେରି ମଧ୍ୟ ନାହିଁ। କାହିଁକି ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଭଣ୍ଡ ଖ୍ରୀଷ୍ଟ ବା ଶୈତାନର ରାଜ୍ୟ ଜଗତରେ ଆସିପାରିବ ନାହିଁ। ସେଇଥିପାଇଁ ତାର ରାଜ୍ୟ ଆସିବା ପୂର୍ବରୁ ଏ ରାଜ୍ୟ ଯିବା, କାରଣ ଗୋଟିଏ ଜାଗାରେ ଦୁଇଟା ସରକାର ଚାଲିପାରିବ ନାହିଁ। ଏ ସରକାର ଚାଲିବ ନହେଲେ ସେ ସରକାର ଚାଲିବ। ପ୍ରଭୁଙ୍କ ରାଜ୍ୟ ହେଲେ ଥିବ, ଶୈତାନର ରାଜ୍ୟ ଥିବ। ତ ପ୍ରଭୁଙ୍କର ଲୋକମାନେ ପଳେଇଲା ପରେ ଆକା ଶୈତାନର ରାଜ୍ୟ ଆସିବ। ତେଣୁ ଆପଣ ମାନେ ମନେ ରଖିଥାନ୍ତୁ, ଆମେ କଣ ଯୀଶୁ ଖ୍ରୀଷ୍ଟଙ୍କର ଗୌରବର ପ୍ରକାଶର ଅପେକ୍ଷାରେ ଅଛୁ। এইটা হচ্ছে আমার ভরসা। যদি এই ভরসা আমি রখিছু, কଣ লেখাযাଉଛି, ପୂର୍ବେ କୁଅଭିଳାଷର ଜୀବନ କାଟୁଥିଲୁ। ଆଗରେ ଆମର ଅଭିଳାଷ ଅଲଗା ଥିଲା, ଆମର ଜୀବନ ଅଲଗା ଥିଲା, ଆମର କାର୍ଯ୍ୟ ଅଲଗା ଥିଲା, ଆମର ଜୀବନ ଶୈଳୀ ମଧ୍ୟ ଅଲଗା ଥିଲା। କିନ୍ତୁ ଏବେ ଆମର ଅଭିଳାଷ ବଦଳିବାର ଅଛି। ମାତ୍ର ତୁମେ ମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର। କଣଟା ପ୍ରିୟ ଭାଇ ଭଉଣୀ ମାନେ, ତୁମ ମାନଙ୍କର ଆହ୍ୱାନକର୍ତ୍ତା ପବିତ୍ର ଲେଖାଏ ନାହିଁ, ଯେପରି ପବିତ୍ର ସେଇପରି ପବିତ୍ର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲା ବେଳକୁ ଆପଣଙ୍କର କିଛି କାମ ଦବ ନାହିଁ। ସେତେବେଳେ ପବିତ୍ର ଅଛନ୍ତି କି ନାହିଁ, ଯଦି ପବିତ୍ର ଅଛନ୍ତି ଆଗମନରେ ଯାଇପାରିବେ, ନହେଲେ ଯାଇପାରିବେ ନାହିଁ। ଯୀଶୁ ଆସିଲା ବେଳକୁ ଆପଣଙ୍କ ଜୀବନରେ ପବିତ୍ରତା ଥିବାର ଅଛି। ସେ ଗୋଟେ ବିଷୟକୁ ଦେଖିକରି ଏକା ପ୍ରଭୁ ଆପଣଙ୍କୁ ନେବେ। ଆଉ ଆମେ କଣ କରୁଛୁ, ସେ ପବିତ୍ରତାକୁ ପ୍ରାଧାନ୍ୟ ଦେଉନ, ସେ ପବିତ୍ରତାକୁ ଗୁରୁତ୍ୱ ଦେଉନ। ପ୍ରାର୍ଥନା ଆସୁଛୁ, ଯାଉଛୁ, ଗୀତ ଗାଉଛୁ, ଆସୁଛୁ, ଯାଉଛୁ, ମିଟିଂ ଯାଉଛୁ, ବାକ୍ୟ ଶୁଣୁଛୁ, କିନ୍ତୁ ପବିତ୍ରତା ଆଡକୁ ଯାଉନ। ଦେଖନ୍ତୁ, ଆପଣ ଏତେ ଏତେ ମିଟିଂ ଯାଉଛନ୍ତି, କୋଉ ମିଟିଂରେ ବକ୍ତା କହୁଛନ୍ତି ପବିତ୍ର ହୁଅ? ନାଇଁ, ଆମକୁ ଆଶୀର୍ବାଦ ପାଇବାର ଅଛି, ଆମକୁ ସୁସ୍ଥ ହେବାର ଅଛି, ଆମକୁ ବଡ ହେବାର ଅଛି, ପବିତ୍ର ହେବାର ଅଛି ବୋଲି ବି କୁହ। ପ୍ରିୟ ଭାଇ ଭଉଣୀ ମାନେ, ଆଜିର ସମୟରେ ଆମର ମଣ୍ଡଳୀ ଗୁଡାକରେ ପବିତ୍ରତା ଗୋଟେ ନେଗ୍ଲେକ୍ଟେଡ ବିଷୟ ଭଳିଆ, ତାକୁ କିଏ ପଚାରୁ ମିଶା ପଚାରୁନାହାନ୍ତି। ମାତ୍ର ସ୍ୱର୍ଗ ଯିବା ପାଇଁ ପବିତ୍ରତା ଦରକାର। କଣ ଲେଖାଯାଉଛି? ତେଣୁ ଲେଖା ଅଛି, ତୁମେ ମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। କଣ ଲେଖାଯାଉଛି? ଲେଖା ଅଛି ଆମ୍ଭେ ପବିତ୍ର ଅଟୁ, ତୁମେ ପବିତ୍ର ହୁଅ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ବାକ୍ୟ ଦ୍ୱାରା ସେ କିଛି କଥା ହେବା ପାଇଁ ଚାହୁଁଛନ୍ତି। ପ୍ରାର୍ଥନା କରିବା, ଆହୁରି ଯିବା। ପ୍ରଭୁ, ମୋର ଜୀବନରେ କଣ ଥାଉ କି ନଥାଉ, ରୋଗ ଭଲ ହେବ କି ନାହିଁ ଗ୍ୟାରେଣ୍ଟି କିଛି ନାହିଁ। କାହିଁକି ଆପଣ ମାନେ ଯୋଉ ଔଷଧ ଖାଉଛନ୍ତି, ସେ ଔଷଧ ଭିତରେ କେତେ ଔଷଧ, ନକଲି ଔଷଧ ଆପଣଙ୍କୁ ଜଣା। ଆଗ ଭାବୁଥିଲୁ ସବୁ ଅସଲି ଔଷଧ ଆଗ ବୋଲିକରି, ଏବେ ଜଣା ପଡୁଛି କଣ, ଏ ଯୋଉ କମ୍ପାନୀ ମାନେ ଔଷଧ ବନାଉଥିଲେ, ନକଲି ଔଷଧ ମାନେ ବନାଉଥିଲେ, ଧରା ପଡିଗଲେ ଆଉ ସରକାରକୁ ଚାନ୍ଦା ଦେଇଦେଲେ। ସରକାର କହିଲା କିଛି ବାଧା ନାହିଁ, ସେଟା ମିଶା ବିକ। ସେ ଡକ୍ଟର କିଛି ଭୁଲ ନାହିଁ। ଡକ୍ଟର କଣ କରିବ କି, ଫ୍ୟାକ୍ଟ୍ରି ଭିତରେ ତିଆରି କରିବ ଡକ୍ଟର? ଡକ୍ଟର ଖାଲି ଔଷଧର ନାଁ ଦେଖିବେ,
कंपोजिशन देखबे कौन कौन अच्छी एटा से एटा पे ए औषध बोल देबे नल देखंतु आगो ज्वर हेले माँ मने सुनो टिके ज्वर हेले गोटे बटिका खाइदेले ज्वर छाड़ी जाउतिला कि नहीं जाउतिला एबे 10टा बटिका खाइले भी ज्वर छाड़ू नहीं जाको झाड़ा होतिला गोटे बटिका से हल्दी कलर की कमला कलर बटिका होतिबो कि नहीं से गोटे बटिका खाइदेले झाड़ा बंद एबे सबु बटिका सरी गले भी बंद को जीवा पाई पड़ुछि बंद हो नहीं कहीं कहूची जे आगामी समय रे ना आपण सुरक्षित ना आपण स्वास्थ्य सुरक्षित ना आपण धन सुरक्षित ना जीवन सुरक्षित गोटे असुरक्षित जगत रे आमे बास करबा पे जाउछु तेणु आपण मन कहिबा पई चाहे जोटा दरकार ताकू ध्यान दियंतु दरकार नहीं ध्यान देव दरकार नहीं एबे आज्ञा कहते मुझे पड़ी जाइए मोर गोड़े माड़ बाजी बोली से मीटिंग करबा जाउछन काहे पड़बार अछि से सतना नहीं से मीटिंग करबा चिंता कर काहे पड़बार अछि बोलती बात कि नहीं नहीं पढ़बे गड़ असुविधा हेबो तार पर भी मीटिंग करबार अछि शैतान कहबो तू केंती मीटिंग करबो देखबा तोर गड़ को आमे भी कहबी मोर गड़ केंती हले भी मीटिंग करबी तुम साथ देखु था बोलो आमे मीटिंग पाई जीवु बोली रेडी हला बेल को गोटे खराब खबर आसुथिबो आसी मीटिंग अटेंड करी जिबार अछि मु काहे के कहूची आगामी समय रे आपण चारि आड़े केवल दुस्समाचार का सुनिबे किंतु आपण को पाई गोटे सुसमाचार कोन जे प्रभु यीशु आसुछंती आ आपण को मेघमाला को जाई पार आ सेठी जीवा पाई हेले माथ्यू 5 पर्व सेठी गोटे कथा लिखा जाउछि माथ्यू 5 पर्व जदि खोलिबे सेठी आपण देखि परिबे गोटे बहुत बढ़िया कथा लिखा जाउछि जे आपण जदि यीशु को भेटबा पाई चाहुछंती 5 पर्व 8 पद शुद्ध चित्त लोके धन्य कारण से माने ईश्वर को दर्शन पाइबे कौन लिखा जाउछि शुद्ध चित्त लोके धन्य कारण से माने ईश्वर को दर्शन पाइबे प्रिय भाई बहन माने शुद्ध चित्त हमार आशीर्वाद कौन पवित्रतार आशीर्वाद कौन प्रथम आशीर्वाद होछि आपण प्रभु को दर्शन पाइबे हालेलुया 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 मोर प्रिय भाई बहन माने आमे पवित्र हेबार प्रथम आशीर्वाद कोनटा आमे प्रभु को दर्शन पाइबे आपण प्रभु को दर्शन पाइबे सेठी पाई मते पवित्र ही करबार अछि प्रभु जिबे जदि मु पवित्र नथिबी मु ताको साक्षात करि परिबे प्रिय भाई भनी माने ए समुदाय जगत रे कौन सी प्राधान्य दिया जाए जानी नहांती पवित्रता विषय जानी भी नहांती कहीं शास्त्र पवित्र हुआ बोली कुए नहीं महाप्रभु भी कहते नहीं कि महाप्रभु भी पवित्र जगत लोक मैंने पवित्रता गुरुत्व दियंती नहीं एबे विदेश रे बहुत लोक माने ख्रिस्टियन धर्म छाड़ी दउछन बोली कहउछंती काहे के छाड़ुथिबे बाकी धर्म भल बोली छाड़ुथिबे कि नहीं इटी मद पियो नहीं बोली कहउछ सेठी मद पीले मिसा चलबो अरे मद ऊपर गंजे खाइले मिसा चलबो गोटे एक स्त्री थिबार अछि द्वितीय स्त्री नहीं व्यभिचार करबो नहीं सेठी सेटा चलबो कहूँ 10 मास देवार अच्छी ये कहूँ दुनिया टाक मारी खाइबार अच्छी ये कह जाए तुम शत्रु को प्रेम करो ये कहूँ तुम सना आसुच सत कथा बलका समय केमती जीवन काटुचु
आमे भी तो नथिला परा आगा आमे एनर परा तेनर तेनर परा इे परा केत सियाड़े परा रोज तो आज वाक्य शुणला बेलू चाहूँ समस्त को आमको पवित्र हबार अच्छी जे पवित्र हेले ही प्रभु को दर्शन पाई हम आउ किछि नहीं प्रिय भाई बहन से भल घर थाऊ कि न थाऊ पवित्रता थाऊ भल शाड़ी अच्छी कि नहीं जाए से नहीं मात्र भल डेक्सी पत्र फ्रिज सोफा डाइनिंग टेबल अच्छी कि नहीं मात्र पवित्रता भल गाड़ी अच्छी कि नहीं मात्र पवित्रता था तब देखवा पे सुंदर होता कि न था जाई आसे नहीं तो पतला अच्छो कि मोटा अच्छो तेरे गोरा अच्छो कला अच्छो बड़ कथा नहीं तेरे पवित्र अच्छो कि नहीं बड़ कथा तीनटा घर बांधी देले गाड़ी चारटा किणी देले सुना केते किणी देले जमी बाड़ी किणी देले हेले किस हला हेले कौन हला से पवित्रता अच्छी कि नहीं आपन को किडनी प्रॉब्लम थाई पारे हार्ट प्रॉब्लम थाई पारे डायबिटीज थाई पारे बीपी थाई पारे थायराइड थाई पारे टीबी थाई पारे अल्सर थाई पारे कौन सी रोग थाई पारे थाऊ पवित्रता थिबार अछि सुस्थ थिले भी नरक को जाई हबा मात्र असुस्थ थाई के जदि पवित्र थिबे स्वर्ग को जिवे आपण पवित्रतार कंप्रोमाइज करबा मोर प्रिय भाई भनी माने कारण जो माने पवित्र हेबे तार प्रथम आशीर्वाद होची से ईश्वर को देखिबे प्रभु माने आगमन करिवे से माने प्रथम रे देखबे जो पवित्र अछंती एटा पवित्र लोक ही तांकर दर्शन पाई परिबो समस्त तांकर दर्शन पाई परिबे ना मोर प्रिय भाई भनी प्रथम पुनरुत्थान अंशी हुंती से माने धन्य द्वितीय मृत्यु अधिकार नहीं परंच से ईश्वर और ख्रीष्ट जाजक होई 100 वर्ष पर्यंत ताहांक सहित राजत्व करिवे द्वितीय आशीर्वाद कौन जे ता पाई द्वितीय मृत्यु नहीं हालेलुया पर्व नहीं मात्र जो लोक पवित्र नहीं से एबे भी सा मरब और अनंतकर नरकरे मध्य मरी मरी थिबो से एथि पाई पवित्र हेबा दरकार करिवे मेघमाला को तो 7 वर्ष पे जीवे जीवे 1000 वर्ष मध्य तांको शांति राज्य रे रहिबे थिले पवित्र पवित्रता इटे चलू नहीं आप पवित्र दुकान वाला को जीवे गोटे 1000 टंकार किरानी सामान दे था किसटा अच्छी रे किसी ना ना पवित्रता अच्छी आपण को झीर बाहर प्रस्ताव आसब झील को विवाह करदेव जे नहीं आज्ञा सोफा तो दे पारबू नहीं खट भी नहीं फ्रिज भी देला पर नहीं बाइक तो दे पारबू तो कि पवित्रता अच्छी कौन बोली कहब फकुआ बोली मत भावुचु जगतर बर अपवित्र हेले भी ग्रहण कर बर पवित्रता नथिले ग्रहण करबे नहीं आमर झील माने भल मार्क आणु नांती पढ़ले मिसा आमे से कथा बुझिनु एबे जाय ए माने भल पढुछंती मात्र एमान को मार्क दउ नांती काई कि आमर आदिवासी पिला माने जदि पाठ पढ़ी करी बेसी मार्क काढिबे बोले पिला माने केने जीवे गोबर मुंडा माने बुझले ना से आमर पिला मन को मार्क देवे नहीं देखु आमर ए अंचल जतकी मास्टर मन कोटू आसचंती
से बाटरू बैंक मैनेजर से बाटरू पुलिस ऑफिसर खाली होमगार्ड का कोटपाट होमगार्ड का इतना मैंने ढंग ढंग पेंट सार्ट पिंधि कर गाड़ी रख नहीं बोले एटे टाउन स्कूल रो रांदारी मना का एटेटा बाहर सब कलेक्टर भी बाहर एसपी भी बाहर ए मार्केट रे बड़ बड़ दुकान मन कर कोटा मन सब सब बाहर आकाश जदि आमर पिला मन शिक्षित हेले केमती हबो सेटा पई जतकी पढ़ले मिसा मार्क दउ ना जदि तबे मार्क आनी ऊपर को गले भी ऊपर चाकरी मिलबाडा नहीं तेणु आपणक जीवन रे कौन अच्छी कि नहीं बड़ कथा नहीं पवित्रता अच्छी कि नहीं एटा पवित्रता जदि थिबो ईश्वर को दर्शन पाइबे पवित्रता जदि थिबो द्वितीय मृत्यु नहीं नरक ता पाई नहीं प्रिय भाई भौणी माने प्रभु को दृष्टि रे 1000 वर्ष गोटे दिन तुल्य एक किछि अल्प वर्ष भितर 6000 वर्ष हो 6000 वर्ष बोले 6 दिन सप्तम दिन होची विश्राम दिन तो ये सप्तम 1000 वर्ष होची शांतिर राज्य से এটা সহজরে বুঝবে বলে বুঝি পারবে এই বর্ষে 2 বর্ষ ভিতরে কেতে হবো সেটা 6000 বর্ষ এই জীব 6000 বর্ষ হই জীব তো যদি 6000 বর্ষ হলা বলে 6 দিন হলা সপ্তম দিন হচ্ছে কোন বিশ্রাম বার 7000 বর্ষ যে আসিব সে 7000 বর্ষ সে 1000 বর্ষ হচ্ছে শান্তির রাজ্য সেটা 1000 বর্ষর शासन रे आपण तांक राजत्व करिवे आ के करिवो जो लोक पवित्र थिबो से तुरी बाजिबा क्षणी अक्षय होई जीवो उथित हेबो से आज प्रार्थना करबा प्रभु मोर जीवन रे कोन थाउ कि न थाउ पवित्रता थिबा दरकार कारण प्रभु यीशु ख्रीस्ट जो मंडली को नेबा पे आसुछंती से मंडली लुथरान मंडली नुह बाप्टिस्ट मंडली नुह कि सीएनआई मंडली नुह कि आउ को मंडली नुह से मंडली केमती थी बोले काई सेटा हमें देखबा अछि हमर मंडली को आसो तमर मंडली तांकर मंडली आंकर मंडली कार मंडली मिसा जीवो जीवो नहीं लेकिन नहीं जदे भावत नहीं जे नहीं से चर्च को गले टेंडर नहीं छथि ठेका नहीं छथि हमको स्वर्ग नेबे बोली भावंतु नहीं मंडली छाड़ी छाड़ी बोलंतु नहीं जीवन को परिवर्तन करो हमें गर्व करछु हमर मंडली तमर मंडली एफिसियो 5 पर्व 37 पद एफिसियो 5 पर्व 37 पद लिखा जाउछि सेपरि मंडली निष्कलंक मंडली बोले केमती थिबार अछि निष्कलंक निखुंत समस्त प्रकार दोष रहित होई पवित्र और अनिंदनीय हुए आउ एही परि गौरवमय अवस्था रे से ताहाकू अपना निकट उपस्थित करांती पवित्र मंडली केमती हबार अछि निखुंत माने ताटी किछि खून थिबार नै से निष्कलंक थिबार अछि निखुंत थिबार अछि ताटी कोनोसी दोष रहिबार नै से अनिंदनीय थिबार अछि तेबे से जाई पारिबो प्रिय भाई भौणी माने आपन को जीवन केमती अछि फास्ट देखन म आपन कहिबा पई चाहे पवित्रतार आशीर्वाद कोन पवित्र हेले जे आपन 4 महला बिल्डिंग बांधबे 10 तोला सोना किनबे 4टा ट्रैक्टर किनबे 18 एकर जमी किनबे सेटा म कोने पवित्र हेले स्वर्ग को जीवे तेणु हमको पवित्र हेबा छै जगत यथेष्ट हो गला यथेष्ट प्रति वर्ष कौन कहउछंती ए वर्षर गरम सबुठारु बेसी थिला
গত বর্ষ কইଥିଲେ কি নাই? কইଥିଲେ। তার আগ বর্ষ কইଥିଲେ কি নাই? এ বছর গরম বেশি ଥିଲା। কু বর্ষ কইছନ୍ତି কি নাই নাই এ বর্ষ টিকে ঠান্ডা ଥିଲା ବୋଲି? আগ তো খালি গরম আরি গরম আউরি গরম আউরি এটা কমবাটা নাই আউরি এ গরম কমব নাই না। আমি ভাবুଛୁ নাই আজ্ঞା ফ্যান কাম করু না গোটে কুলর আনবা সে কুলর বাটে খালি গরম পবন ভর 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 আসুଛି। এসি লগাইলে ଥଣ୍ଡା ମିଶା ହେଉ ନାହିଁ। ଆପଣ 50-60 ହଜାର ଖର୍ଚ୍ଚ କଲେ ଯୋଉଟା ଏଟା ବି ସେଟା କିଛି କିଛି କାମ କୁ ଦେବାଟା ନା। ଆଗକୁ ଗରମ ବଢବ ଏ ଗରମ କୁ କେ କଣ୍ଟ୍ରୋଲ ମଧ୍ୟ କରିପାରିବ ସରକାର କହିତା କି ନାହିଁ ଆମକୁ ଭୋଟ ଦେଇ ଦିଅ ଆମେ ଗରମ କୁ କମାଇ ଦେବୁ ଆମର ସରକାର ଆଇଲେ ବୋଲେ ବର୍ଷା କୁ ବନ୍ଦ କରିଦେବୁ ଆମ ସରକାର ଆସିଲା ବୋଲି କହିଲେ ଶୀତ ବେଶୀ ହେବ ନାହିଁ କିଛି କରିପାରିବ ନାହିଁ। ଏଟା ଯଦି ଆପଣ ଦେଖିବେ ବାଇବଲରେ କଣ ଲେଖା ଯାଉଛି? ପ୍ରକାଶିତ ବାକ୍ୟ 16 ପର୍ବ ତାର 2 ପଦ। ପ୍ରକାଶିତ ବାକ୍ୟ 16 ପର୍ବ 2 ପଦ। ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ